श्री गणेशाय नमः। ओम नमो भगवते वासुदेवाय। जय श्री कृष्ण। ए कଳି जुगरे अल्पायुष मनुष्यों पाई केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सह श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सह नित्य श्रवण द्वारा परम पद मोक्ष प्राप्त हुए। एणु परम शास्त्र भागवत अभ्यास करुथिबा नित्य। भागवत वंदना। नमामि नमामि महा ग्रंथ भागवत, कृष्ण रसे रसाणित रसपूर्ण गीत। नमामि नमामि कृष्ण गोविंदाय नमः। उद्धवंकु देल पुण्य भागवत धर्म। तत्पूर्ण अर्थपूर्ण जीवनर वेद। अभ्यास मात्र के कोटि जीव अवसाद। परम मंगलमय भागवत वाणी, जीव तरि जीव शुणी भवतरंगिणी। नमामि नमामि व्यास विष्णु अवतार। जन कल्याण करिल भागवत सार। वेद पुराण रु सर्व सार को साउटी, भागवत देइअछ माळ परि गुंथि। नमामि नमामि आहे दास जगन्नाथ। प्राकृत छंदे बांधिल श्रीमद्भागवत। नमामि सुत सौनक मैत्रेय विज्ञ। नैमिषारण्ये करिल भागवत यज्ञ। नम नम परीक्षित राजसी विज्ञानी। भागवत शुणाइले शुक ब्रह्म ज्ञानी। नमामि नमामि ब्रह्मा विष्णु महेश्वर। नमामि देवर्षि नमः भकत विदुर। परम शास्त्र प्राणिक निस्तारण पथ। नमामि नमामि शास्त्र श्रीमद्भागवत। भागवत महापुराण द्वितीय स्कंध चतुर्थ अध्याय। सुतोवाच एमंत सुख वाक्य शुणी, आत्मार तत्व मने गुणी। कृष्ण विषय दृढ़ मन कल्पिला उत्तरानंदन। आत्मा कलत्र सुत गृहे पशु द्रविण बंधु स्नेहे। राज्य संपद जेते आस हृद छाड़िला स्नेह पास। तुम्भे जा पचारिल मते एकथा राजा दृढ़ चित्ते। कृष्णानुभाव शुणिबारे श्रद्धा बलिला निर्विकारे। आत्मनिधन मने स्मरी वेद वचन दृढ़ करी। कृष्ण विषय दृढ़ चित्त निश्चय करी परीक्षित। आत्मतो भाव हेले देहे पुणे पुछई अति स्नेहे। राजा उवाच हे शुक तुम्भर वचन। कृष्णर जेते गुण कर्म जहा शुणन्ते पाप हरे। पवित्र बाह्य अभ्यंतरे शुणी अज्ञान मोर गला।
ତୁମ୍ଭ ପ୍ରସାଦ ଯେଣୁ ହେଲା, ସେ କଥା କହ ମୁନି ମୋତେ। ଯେମନ୍ତେ ଧରି ଦୃଢ଼ ଚିତ୍ତେ, ସେ ହରି ଆତ୍ମ ମାୟା ବଳେ। ସୃଷ୍ଟି ସଞ୍ଚଇ ଏ ଶୟଳେ, ବିଷ୍ଣୁର ସର୍ଜିଲା ସଂସାର। ଅନ୍ୟ ଦେବଙ୍କୁ ଅଗୋଚର, ସେ କଥା ଜାଣିବାର ପାଇଁ। ଭୋମୁନି ପୁଣି ମୁଁ ପୁଛଇ, ସେ ବହୁ ଶକ୍ତିମନ୍ତ ହରି। ପରମ ପୁରୁଷ ମୁରାରି, ଯେମନ୍ତେ ପାଳି ପୁଣ ପରେ। ଯେ କାଳେ ଯେବା ଶକ୍ତି ଧରେ, ଆତ୍ମାକୁ ଆତ୍ମା କରି ଖେଳା। କୁହୁକ ମତେ ବିଷ୍ଣୁ ଲୀଳା, ସୃଜଇ ପାଳଇ ସଂଘରେ। ମାୟା ତ୍ରିଗୁଣ ରୂପ ଧରେ, ଯେମନ୍ତେ ବ୍ରହ୍ମା ବିଷ୍ଣୁ ହର। କ୍ରୀଡ଼ନ କରେ ଦାମୋଦର, ବିବିଧ ରୂପ ଏ ଜଗତେ। ଯେମନ୍ତେ କରେ କ୍ରୀଡ଼ା ଅର୍ଥେ, ଅଦ୍ଭୁତ କର୍ମ ଏ ତାହାର। କେ କରି ପାରିବ ଗୋଚର, ଏକଇ ପୁରୁଷ ଅନନ୍ତ। ପ୍ରକୃତି ମତେ ବହୁମତ, ଆଦି ପୁରୁଷ ରୂପ ଧରି। ଯେମନ୍ତେ କ୍ରମେ ନର ହରି, କାର୍ଯ୍ୟମାନଙ୍କୁ ଏ ସଂସାରେ। କଲେ କହିବା ମୁନି ବରେ, ଯେ ଶବ୍ଦ ବ୍ରହ୍ମରେ ବିଚାର। ବ୍ରହ୍ମାନୁଭବରେ ଗୋଚର, ଏକ ଅନେକ ରୂପ ଧରେ। ଅଶେଷ ଜନ୍ମ କର୍ମ କରେ, ଏଣୁ ଶ୍ରବଣେ ଇଚ୍ଛା ମୋର। କହ ହେ ବ୍ୟାସଙ୍କ କୁମର, ହେ ମହାମୁନି ଭାଗବତ। ଶ୍ରବଣେ ପିଆ ଅମୃତ। ସୁତବାଚ ଏମନ୍ତ ପରୀକ୍ଷିତ କଥା, ପୁରୁଷୋତ୍ତମ ଗୁଣ ଗାଥା। ଶୁଣି ସାନନ୍ଦ ବ୍ୟାସ ସୁତ, କୃଷ୍ଣ ଚରଣେ ଦେଇ ଚିତ୍ତ। ସେ ପରୀକ୍ଷିତେ ପ୍ରତିବାଣୀ, କହିବା ଅର୍ଥେ ମୁନି ମଣି। ଧ୍ୟାନେ ସେ ଚିନ୍ତି ନାରାୟଣ, ବୋଇଲେ ପରୀକ୍ଷିତ ଶୁଣ। ନମସ୍ତେ ପରମ ପୁରୁଷ, ଅନନ୍ତ ଘଟେ ଯା ପ୍ରକାଶ। ଲୀଳା ବିହାରେ ସୃଷ୍ଟି କରେ, ପାଳଇ ପୁଣି ସେ ସଂଘରେ। ହେଳେ ତିନି ଶକ୍ତି ଧରେ, ଜନ୍ତୁର ଅନ୍ତରେ ବିହରେ। ତେଣୁ ତା ମାର୍ଗ ଉପଲକ୍ଷ, କରିବ କାହାର ବା ଶକ୍ୟ। ନମସ୍ତେ ଜଗତ ଜୀବନ, ସାଧୁଙ୍କ ବୃଜି ନ ଦହନ। ଅସାଧୁ ଦମନ ବ୍ୟବହାର, ଅଖିଳ ଜନ୍ତୁ ରୂପ ତୋର। ପରମହଂସଙ୍କ ଆଶ୍ରମେ, ଯେ ବ୍ୟବସ୍ଥିତ ପ୍ରାଣୀମାନେ। ତାହାଙ୍କ ଆତ୍ମତତ୍ତ୍ୱ ଦାତା, ନିରତେ ତୋର ପାଦେ ଚିନ୍ତା। ନମସ୍ତେ ସାତ୍ୱତ ବତ୍ସଳ, କୁଯୋଗୀ ଗଣେ ଅଗୋଚରେ। ସମେ ପ୍ରକାଶ ସର୍ବଠାରେ, ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ। ଐଶ୍ୱର୍ଯ୍ୟ ପରମ କାରଣ, ଯେ ନିତ୍ୟ ସ୍ୱଧାମ ଧାରଣ। ଯା ନାମ ଶ୍ରବଣ କୀର୍ତ୍ତନ, ଯା ରୂପ ଦେଖିଣ ନୟନ। ନ ମିଳେ ଯାହାର ଚରଣ, ସ୍ମରଣ ପୂଜା ସମର୍ପଣ। ଜନ୍ତୁଙ୍କ କଳ୍ମଷ ନାଶଇ, ଯେ ସର୍ବମଙ୍ଗଳ ବୋଲାଇ। ଯେ ହରି ଶରଣ ସୋଦର, ତାହାଙ୍କୁ ମୋର ନମସ୍କାର। ପଣ୍ଡିତ ଜନ ଯାର ପାଦେ, ସେବା ସମ୍ପାଦିୟ ପ୍ରମାଦେ। ଆତ୍ମାର କଳ୍ମଷ ନାଶନ୍ତି, ଜନ୍ମ ମରଣେ ନ ଡରନ୍ତି। ଆତ୍ମାର ଶ୍ରମ କରି ଶାନ୍ତି, ଅନ୍ତେ ଲଭନ୍ତି ବ୍ରହ୍ମଗତି।
ସର୍ବ ଦାମୋଦର ତାହାଙ୍କୁ ମୋର ନମସ୍କାର। ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦିଏ ସଂସାରେ। ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି। ଏଣୁ ଅର୍ଜନ୍ତି ଯେତେ ଫଳ ତୋତେ ନ ସମର୍ପି ନିଷ୍ଫଳ। ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର। କିରାତ ହୃଣ ଆନ୍ଧ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସಮೇତେ। ଆଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ। ଦୁଷ୍କୃତ କର୍ମ ଯେ କରନ୍ତି ଯାପାଦ ଆଶ୍ରିତେ ତରନ୍ତି। ସର୍ବପ୍ରଭାବଶୀଳ ଯେହି ତାପାଦ ପଦ୍ମେ ମୁଁ ନମଇ। ଯେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମା ଧନ। ଏ ତିନି ବେଦ ଯାର ଦେହ ଯେ ଧର୍ମମୟ ତପମୟ। ନିର୍ମଳ ତପେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ। ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି। ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି। ସାଧବ ଗଣେ ଯାହା ଚିନ୍ତି ସେ ହେଉ ମୋର ମନେ ସ୍ଥିତି। ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ। ବୁଦ୍ଧି କି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ସଗୁଣ ନିର୍ଗୁଣ ବିଚାରେ କହନ୍ତି ଯଥା ଅନୁସାରେ। ସେ ହରି ମୋର ହୃଦଗତେ ପ୍ରକାଶ ହେଉ ଅବିରତେ। ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତ୍କ୍ଷଣେ। ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ। ସୃଷ୍ଟି ବିଷୟ ଜ୍ଞାନ ହେଲା ମୁଖେ ଗାୟତ୍ରୀ ଉଚ୍ଚାରିଲା। ନମସ୍ତେ ବ୍ୟାସ ରୂପ ଧରି ହୃଦୟେ ବସ କୃପା କରି। ମହତ ଆଦି ପଞ୍ଚଭୂତେ ଜନ୍ତୁ ଭି ଆଇ ଏ ଜଗତେ। ଜନ୍ତୁଙ୍କ ହୃଦୟ କମଳେ ଯାର ଆସନ ସୁଖ ଭୋଳେ। ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶ ଆତ୍ମା ରୂପେ ରାଜେ। ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପାଦ ପଦେ। ନମଇ ବ୍ୟାସ ମୁନି ବର କୃଷ୍ଣେ ଅକୁଣ୍ଠ ବୁଦ୍ଧି ଯାର। ଯାମୁଖ ପଦ୍ମ ଜ୍ଞାନ ରସେ ମୁନିଏ ପିବନ୍ତି ହରସେ। ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ। ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନେ କହିବି ମୁଁ ତୋତେ। ଏ ବାଣୀ ଶୁଣି ସୁଖ ଭୋଳେ ପ୍ରାଣୀ ନିସ୍ତରେ ଭବ ଜଳେ। କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ଦ୍ୱିତୀୟ ସ୍କନ୍ଧେ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ। ଆନନ୍ଦ ଚିତ୍ତେ ସେ ନାରଦ ପୋଛଇ ବ୍ରହ୍ମାଙ୍କର ପାଦ। ନାରଦ ଉବାଚ ଭୋ ଦେବ ଦେବ ନମସ୍ତୁତେ। ଭୂତ ଭାବନ ତୁ ଜଗତେ। ସୃଷ୍ଟିର ଅଗ୍ରେ ତୋର ଦେହି ତୋ ଭାବନ ଜାଣନ୍ତି କେହି। ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣ ଯେ ବେଦ ପୁରାଣେ ପ୍ରମାଣ। ଯେ ରୂପ ଯହିଁ ତୋର ବାସ
ଯହୁଁ ଏ ଜଗତ ପ୍ରକାଶ, ଯାହାର ଆଶ୍ରେ ବର୍ତ୍ତଇ ପ୍ରକାଶି ଯହିଁ ଲୀନ ହୋଇ। ଭୂତ ଭବିଷ୍ୟ ବର୍ତ୍ତମାନ ତୁମ୍ଭ ଗୋଚରେ ଦିବ୍ୟ ଜ୍ଞାନ, ହସ୍ତେ ଅଏଳା ଫଳ ପ୍ରାୟ ତୁମ୍ଭ ଗୋଚରେ ଜ୍ଞାନ ରହେ। ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେ, ଯେ ବା ତୁମ୍ଭଙ୍କୁ ହୃଦେ ଧରେ। ଯାହାର ବସ ତୁ ବୋଲାଇ, ବର୍ତ୍ତୁ ତୁ ଯାର ଆତ୍ମା ବହି। ଭୂତେ ସଞ୍ଚରି ଭୂତ କରୁ, ଯାହାର ମାୟାରେ ବିହରୁ। ଏ ଭୂତ ଗଣଙ୍କୁ ଯେ ପାଳେ, ଅପରା ଭବି ଆତ୍ମା ତୁଲେ। ଆତ୍ମାର ଶକ୍ତି ବଳେ ଭାବି, ଅକ୍ଳେଶେ ଯଥା ଉନ୍ନନାଭି। ଏ ସୃଷ୍ଟି କର୍ମ ଗୋଚର, କି ନାମ ଗୁଣ ରୂପ ଆର। ପର ପର ଯେ ମଧ୍ୟମ, ଯେ ଅବା ଅଛି ସ୍ଥୂଳ ସୂକ୍ଷ୍ମ। ଜାଣେ ମୁଁ ନାହିଁ ତୋ ବାହାରେ, ଅନ୍ୟ ବାକେ ଅଛି ସଂସାରେ। ତୁମ୍ଭେ ଯେ ଘୋର ତପ କର, ଆତ୍ମା ସମାଧି ବଳେ ଧର। ତେଣୁ ମୋହିତ ମୋର ମନ, ତୁମ୍ଭ ଉପରେ କେବା ଅନ୍ୟ। ଏ ମାୟା ସୃଜିଲା କେ ମନ୍ତେ, ଏଣୁ ସଂଶୟ ମୋର ଚିତେ। ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର, ମୋର ସଂଶୟ କର ଦୂର। ଭକତ ଭାବେ ପଚାରଇ, ସ୍ୱଭାବେ ପୁତ୍ର ମୁଁ ଅଟଇ। ଯେ ମନ୍ତେ ମୋର ଚିତ୍ତେ ସ୍ଫୁରେ, ଏ ବିଶ୍ୱ ସମାଧି ଗୋଚରେ। ଏଣୁ ନାରଦ ବାକ୍ୟ ଶୁଣି, ହରଷେ କହେ ପଦ୍ମଜନି। ବ୍ରହ୍ମବାଚ ଧନ୍ୟ ନାରଦ ମୁନିବର, ସାଧୁ ପ୍ରସ୍ତାବ ଏତହର। ତୁ ଯେ ପଚାରୁ ଜନହିତେ, ଏ ବ୍ରହ୍ମ ଭାଗ ଭାଗବତେ। ବିଷ୍ଣୁ ମହିମା ଦରଶନେ, ପୁଛିଲୁ ବିନୟ ବଚନେ। ତୁ ଯାହା ପଚାରିଲୁ ମତେ, ମିଥ୍ୟା ନୁହଁ ଉଚିତେ। ଯେଣୁ ଈଶ୍ୱର ପାପ କେହାଇ, ଏ ସୃଷ୍ଟି ମହରଟଇ। ପରମେଶ୍ୱର ଜ୍ଞାନ ଯେଣୁ, ନାହିଁ ତୋହର ଭ୍ରାନ୍ତି ତେଣୁ। ବିଷ୍ଣୁର ଆଜ୍ଞା ଘେନି ମାଥେ, ବ୍ରହ୍ମାଣ୍ଡ ସୃଜିଲି ଯେ ମନ୍ତେ। ଯେ ମନ୍ତେ ଅର୍କ ଅଗ୍ନି ଶଶୀ, ଗ୍ରହ ନକ୍ଷତ୍ର ତାରା ରାଶି। ତୋ ଆଦି ସନ୍ଥ ଅଛନ୍ତି ଯେତେ, ଯେ ବିଷ୍ଣୁ ମାୟା ବଳଗ୍ରସ୍ତେ। ବୋଲନ୍ତି ମୋତେ ବିଶ୍ୱଗୁରୁ, ଯାର ମହିମା ମହାମେରୁ। ତାହା କହିବି ତୋ ସମୀପେ, ବିଷ୍ଣୁର ଆଜ୍ଞା ବଳ ଦର୍ପେ। ଯେ ହରି ଜଗତ ଈଶ୍ୱର, ତାହାକୁ ମୋର ନମସ୍କାର। ଯାହାର ଇଚ୍ଛା ମାର୍ଗେ ସ୍ଥିତି, ଲାଜେ ଶଙ୍କିତ ଭଗବତୀ। ସେ ମାୟା ବସେ ଜଗତ, ଅଜ୍ଞାନ ମଦେ ବିମୋହିତ। ମୁହିଁ ମୋହର ଏ ଶରୀର, ଦାରା ସମ୍ପଦ ବନ୍ଧୁ ମୋର। ଅଜ୍ଞାନ ଜନଙ୍କ ଏ ଭାବ, ସର୍ବସମ୍ପଦ ପଦ୍ମନାଭ। ଏ ଦ୍ରବ୍ୟ କାଳ କର୍ମ ଜୀବ, ଜୀବର ଯେ ଅବା ସ୍ୱଭାବ।
जेते देखई भिन्ने भिन्ने कृष्ण हूँ केवा अछि अन्ये वेद वचन देवगण ए सर्वलोक यज्ञ दान तपस्या जोग ज्ञान गति सर्वसंपद दासरथी जे हरि सर्व देहे देहि सर्व देखई हृदय रही तार शरीर मुहे जात ताते जे सर्जई जगत स्वभावे निर्गुण मुरारी सृष्टि संचयी गुण धरी निर्गुण पुरुष ईश्वर ता माया बळे संसार स्वर्ग पालन तिरोधाने गुण को धरे भिन्ने भिन्ने कार्य कारण कर्ता अर्थे द्रव्य ज्ञान क्रिया समेते गुणे रहन्ति आश्रय करी निर्गुण पुरुष आवरी एतिने गुण लिंग गते मध्यवर्तई अलक्षिते मोआदि सर्वजनकर आत्मा स्वरूप से ईश्वर माया ईश्वर माया बळे सर्जे स्वभाव कर्म काले आपणा इच्छा बळे करी विविध शरीर को धरी से काल गुण व्यति करे सृजई पाळई संगरे तार स्वभाव कर्म जोगे महत उपजी लागे महत विकार तक्षणे त्रिगुण लिंग आवरणे तम प्रधान अतिरेके से द्रव्य ज्ञान क्रियात्मके स्वभावे शक्ति महाघोर तम अधिक अहंकार से अहंकार नाम होई से तीनि प्रकार भजई गुण प्रकाश तीनि तीनि विकार तम तेज घेनी जे शक्ति द्रव्य क्रिया ज्ञान ए भावे भेद भिन्न भिन्न से अहंकारे भूतवादी तामस शक्ति तहि भेदी शब्द गुण मात्रा संचे नभ प्रकाशे अंतरिक्षे शब्द गुण से प्रधान दृश्य दर्शक भेद स्थान शब्द गुण नभु होई चतुर्थ मात्रा संगे लई नभ विकारु वायु जात स्मरस शब्द गुणे स्थित स्पर्श गुण ता प्रबल जे प्राण सह ओज बल पवन विकारु तक्षणे स्वभाव काल कर्म गुणे स्पर्श गुण तहि थाई तृतीय मात्रा भाव वही शब्द स्पर्श रूप तार प्रचंड तेज महाघोर तेज विकारु से उदक जार स्वभाव रसात्मक शब्द स्पर्श रूप तीनि ए तीनि रस संगे घेनी आप विकारु मोहि जात
से पंचमात्रा गुणे जुत सत विकार तहु मन जे रूपे प्रकाशे गगन मनर संगे देवबल दश इंद्रिय रक्षपाल दिगवातार्क जलपति अश्विनी बह्नि सुरपति उपेन्द्र मित्र प्रजापति ए रूपे दश उत्पत्ति तैजस विकारुत क्षणे जन्मिले दश इंद्रिगणे जे ज्ञान क्रिया बुद्धि प्राण तैजस शक्ति प्रमाण श्रुति जुगल चर्म घ्राण नयन जिह्वा पंच ज्ञान वचन पाणी अंघ्रिवेणी उपस्थ मूला धार घेनी एक कर्म इंद्रिय प्रकार दश देवंक अधिकार भूत इंद्रिय गण मन महत आदि तीन गुण जेणु नहिले कमन एतेणु न पाइले स्थान ब्रह्मांड हेतु ए प्रत्यक्षे सूक्ष्मे रहिले अंतरिक्षे स्थान न पाई अन्ये अन्ये स्थगिते रहिले गगने केते हैं काल शून्य रही सब दे विष्णु आज्ञा पाई ए महाभूते सूक्ष्म भूते घटित अन्य अन्य जोते सुवर्ण अंड पूजिला तक्षणे उदके पड़िला अनेक सहस्र बरसे से अंड महाजले भासे से अंड मध्ये जीव जात काल कर्म स्वभावे स्थित जीव स्वभावे अचेतन चेतना देले भगवान से सर्वगुण सर्वसिद्धि केते हैं काले अंड भेदी पुरुषे होइला बाहर एबे हो सुण मुनिवर सहस्र उरु अंघ्रि बक्ष सहस्र नयन प्रत्यक्ष सहस्रे शिर सहस्र भुज आनन प्रमित तेज ताहार देह शून्य देखी लोकर स्थिति उपलक्षी द्विसप्त लोक तार अंगे कल्पित ऊर्ध्व भागे मुखु कल्पित ब्रह्मकूल क्षत्रिय जात बाहुमूल उरु जुगलु वैश्य गणे शूद्र पूजिला चरणे भूलोक कटी भागे स्थित नाभिरु भुव लोक जात हृदरे स्वर्ग लोक मिले महत लोक उरस्थळे जनलोक जे ग्रीवा तटे तप बसई बेनी ओष्ठे मूर्धनि मध्ये सत्यलोक जे ब्रह्म सनातन कल्प सप्त पाताल धोभागे शोण कहिबा प्रति अंगे
ଅତଳ ବସେ କଟି ଦେଶେ ଉରୁରେ ବିତଳ ପ୍ରକାଶେ ସୁତଳ ବସେ ଜାନୁ ମୂଳ ଜଙ୍ଘର ମୂଳେ ତଳାତଳ ଯେ ମହାତଳ ଗୁଳ୍ଫ ଦେଶେ ପାଦାଗ୍ରେ ରସା ତଳ ବସେ ପାତାଳ ପାଦ ତଳେ ରହେ ଏଣୁ ଭୁବନ ବିଶ୍ୱ ଦେହେ ଯେ ଭୂଲୋକ ପାଦ ଯେ ବସେ ନାଭିରେ ଭୁବ ଯେ ପ୍ରକାଶେ ସୋଲୋକ କଳ୍ପିତ ମୂର୍ଧନି ବିଶ୍ୱ ଦେହେ ବା ବିଶ୍ୱମାନି ନାରଦ ଆଗେ ବେଦବର ଯାହା କହିଲେ ବେଦ ସାର ସୁଜନ ଜନଙ୍କ ଶ୍ରବଣେ ବ୍ରାହ୍ମଣ ଜଗନ୍ନାଥ ଭଣେ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां द्वितीय स्कन्धे पंचम अध्याय षष्ठ अध्याय। ब्रह्मा उवाच शृण नारद महाऋषि विराज रूपे ब्रह्मराशि ब्रह्मांड मध्ये प्रवेशिला जे अंगुजे बा प्रकाशिला ताहा कहिबा तोते भले इंद्रिय अर्थे इंद्रि तुले बचन बन्ही मुखे बसे जेणे ता शब्द प्रकाशे शपथ छंद धातु जेते देहरे बसे ता बाह्यांते रसना सड़ रसे रसे जलाधिपति जहीं बसे से देव पितृ नरंकर अनर स्थान से आवर प्राण सहित दश प्राण सुगंध दुर्गंध आघ्राण नासा विवरे आश्रय कले अश्विनी कुमारंक तुले चक्षु इंद्रिय रूपर्थे सूर्य प्रकाश दृष्टि पथे शब्द अर्थे कर्ण बेनी दिगवसई तीर्थ घेनी से देव देहे चर्म देशे स्पर्श पवन प्रकाशे जे सर्व यज्ञ वस्तु सार सर्व सौभाग्यर व्यवहार चर्म उपरे रोम भेदी से वृक्ष जेणे यज्ञ साधी केश प्रकाश मुंडे दाढ़ी जे पादे करे नख जड़ी से तीनी मध्ये तीनी देवा पाषाण लोह मेघ प्रभा बासव आदि दिगपाळे बसंती तार भुज मूळे तार विक्रमे लोक तीनी भूलोक भुव स्वर्ग घेनी जे सर्व कुशल कारण सकल भय निवारण से हरि चरण कमल सकल काम बरस्थल जे स्वर्ग शुक्र घन रस जामेढ्रे प्रजापति वास मन इंद्रिय रसे रसे जनने प्रजापति बसे संतानार्थे से कल्पित संभोग कामेण निवृत्त मल उत्मर्ग मल द्वारे जम बसई अधिकारे नाड़ी समूहे नदी नदे गिरि समूहे अस्ति भेदे
ପାୟୁ ନରକ ଯମକ୍ଷେତ୍ର ତାମଳ ତ୍ୟାଗ ସ୍ଥାନ ମିତ୍ର ହିଂସା ଓ ଲକ୍ଷ୍ମୀ ମୃତ୍ୟୁ ତହିଁ ନିୟତ ବସତି କରଇ ସେ ଜୀବ ଦେହେ ପୃଷ୍ଠ ଦେଶେ ଅଧର୍ମ ସଙ୍ଗେ ତମ ବସେ ଶପଥ ସିନ୍ଧୁ ଗର୍ଭେ ରହି ଭୋଜନେ ତୁଷ୍ଟି ପୁଷ୍ଟି ବହି ଉଦରେ ମୃତ୍ୟୁ ହୃଦ ଦେଶେ ସର୍ବବ୍ୟାପକ ମନ ବସେ ବିରାଟ ଆତ୍ମା ଦେହ ମଧ୍ୟେ ବସଇ ସକଳ ସମ୍ପଦେ ଧର୍ମ ସଙ୍ଗତେ ପଦ୍ମଜନି ତୋ ସଙ୍ଗେ କୁମାରଙ୍କୁ ଘେନି ବିଜ୍ଞାନ ସତ ରୁଦ୍ର ସଙ୍ଗେ ସର୍ବେ ଆଶ୍ରିତ ଆତ୍ମା ଅଙ୍ଗେ ବ୍ରହ୍ମା ନାରଦ ଭବ ଆଦି ମୁନିଏ ଯେତେ ବେଦବାଦୀ ସୁର ସୁର ନର ନାଗ ଯେ ସରୀସୃପ ଖଗ ମୃଗ ଗନ୍ଧର୍ବ ଅପ୍ସରା ଯେ ଯକ୍ଷ ଭୂତ ଉରଗ ପଶୁ ରକ୍ଷ ପିତର ସିଦ୍ଧ ବିଦ୍ୟାଧର ଚାରଣ ଗୁହ୍ୟକ କିନ୍ନର ବୃକ୍ଷ ଔଷଧି ଲତା ଯେତେ ବିବିଧ ଜୀବଙ୍କ ସମେତେ ଯେ ଜଳ ସ୍ଥଳ ଅନ୍ତରିକ୍ଷେ ଗ୍ରହ ଆଦିତ୍ୟ କେତୁ ରୁକ୍ଷେ ତାରା ସମୂହ ତେଜେ ଝଳି ଜିମୁତ ପ୍ରକାଶେ ବିଜୁଳି ତାତନୁ ଏ ସର୍ବ କାରଣ ଭୂତ ଭବିଷ୍ୟ ବର୍ତ୍ତମାନ ଏ ରୂପେ ବିଶ୍ୱ ସଂସାର ପ୍ରକାଶେ ଯାହାର ଶରୀର ବିତସ୍ତି ମାତ୍ର ମଧ୍ୟେ ରହେ ଏକ ଅନେକ ଜନ୍ତୁ ଦେହେ ଭିତରେ ରହେ ପ୍ରାଣ ତେଜେ ପ୍ରକାଶେ ଅନ୍ତର ବାହିଚେ ଅବ୍ୟୟ ଅମୃତ ଈଶ୍ୱର ଜନ୍ମ ମରଣ ଆର ପାର ତାହାର ଏମନ୍ତ ମହିମା ଏଣୁ ଦୁସ୍ତର ଗୁଣ ସୀମା ପାଦେ ଅଶେଷ ଭୂତ ବସେ ଅମୃତା ଭୟ କ୍ଷେମ କୋଶେ ତ୍ରିଲୋକ ଊର୍ଧ୍ୱେ ତିନି ଲୋକ ବହେ ଅଭୟ କ୍ଷେମ ସୁଖ ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେ ତ୍ରିଲୋକେ ଭ୍ରମେ ଗତାଗତେ ଯେ ଆନ ଆଶ୍ରମେ ରମନ୍ତି ତ୍ରୈଲୋକ୍ୟ ବାହେ ତାଙ୍କ ସ୍ଥିତି ଜୀବର ଏହି ବେନିଗତି ବିଦ୍ୟା ଅବିଦ୍ୟା ଭାବେ ହନ୍ତି ଯେ ଶ୍ରୁତି ମାର୍ଗେଣ ଉତ୍ତରେ ଦକ୍ଷିଣେ ପୁରୁଷ ସଞ୍ଚରେ ଭୋଗାପବର୍ଗର ସାଧନ ଜୀବର ଏବେ ନିୟନ ଯାହାର ଅଂଶ ମାୟାମୟ ଭୂତ ଇନ୍ଦ୍ରିୟ ଗୁଣାଶ୍ରୟ ବିରାଟ ରୂପେ ଜାତ ହୁଏ କିରଣ ଯେହ୍ନେ ସୂର୍ଯ୍ୟ ଦେହେ ଯାହାର ନାଭି ପଦ୍ମ ଜାତ ମୁଁ ବ୍ରହ୍ମା ବ୍ରହ୍ମାଣ୍ଡର ନାଥ ଯଜ୍ଞ ସମ୍ବାର ନ ଜାଣଇ ଯାବତ ତାର ଦେହେ ଥାଇ ତାର ଶରୀରେ ଯଜ୍ଞ ବିଧି ଆଗମ ନିଗମ ପ୍ରସିଦ୍ଧି ପଶୁ ଇନ୍ଧନ କୁଶ ଆଦି
ଯେମନ୍ତେ ଯେ ଅବା ସମ୍ପାଦି ଯଜନ ଦେବ ପିତୃତ ସେ ଯେ କାଳ ଯେବା ପୁଣ୍ୟ ଦେଶେ ଯେତେ ପାତ୍ରରେ ଯଜ୍ଞ କରି ମନ୍ତ୍ର ଔଷଧି ଆଦି କରି ସ୍ନେହର ସଜେ ଲୌହ ଆଦି ମୃତ୍ତିକା ଜଳ ଯେ ସମ୍ପାଦି ରୁକ ଯଜୁଜେ ସାମତିନି ଚତୁର ହୋତ୍ର କର୍ମ ଘେନି ଯେ ନାମ ଧ୍યેୟ ଯେବା ମନ୍ତ୍ର ଯେବା ଦକ୍ଷିଣା ଯେବା ବ୍ରତ ଦେବତା ଅନୁକ୍ରମ କଳ୍ପ ଯେ ତନ୍ତ୍ର ଯେ ଅବା ସଂକଳ୍ପ ଯେ ଗତି ଯଜ୍ଞ ଯେବା ମତି ଯେ ସମର୍ପଣ ପ୍ରାୟଶ୍ଚିତି ଯଜ୍ଞ ସମ୍ଭାର ତା ଶରୀରେ ଲୋଭିଲି ଜନ ଉପକାରେ ତାର ବିଭୂତି ତାର ଅଙ୍ଗେ ଯଜ୍ଞ ଆରୋଧି ହବିର୍ଭାଗେ ପୂଜିଲି ପୁରୁଷ ପୁରାଣ ତେଣୁ ମୋ ସଂସାର କାରଣ ସକଳ ଯଜ୍ଞ ଭାଗେ ଚିନ୍ତି ମନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷ ସ୍ଥାପି କୁଣ୍ଡେ ଯେମନ୍ତ ବିଧି କର୍ମ କାଣ୍ଡେ ପୂଜିଲେ ତାହାର ଚରଣେ ଯେ ବିଧି ମନ୍ତ୍ର ଉଚ୍ଚାରଣେ ଏହି ପ୍ରକାରେ ସର୍ବ ଋଷି ପିତୃଦେବତା ମନୁ ବସି ଦାନବ ମାନବ ସହିତେ ଯଜ୍ଞେ ପୂଜିଲେ ବେଦ ମନ୍ତ୍ରେ ସେ ହରି ଅଙ୍ଗେ ଏ ଜଗତ ଯଜ୍ଞ ପୂଜନେ ସମାହିତ ଯେ ସ୍ୱୟଂ ନିର୍ଗୁଣ ଅନନ୍ତ ମାୟା ଗୃହୀତ ଗୁଣବନ୍ତ ଯଜ୍ଞେ ତାହାଙ୍କୁ ପୂଜା କରି ମୁଁ ଏ ସଂସାରେ ଅଧିକାରୀ ତାହା ଜ୍ଞା ଶିରେ ବହି ମୁଁ ଏ ସଂସାରେ ସରଜଇ ପାଳଇ ବିଷ୍ଣୁ ରୂପ ଧରି ଶଙ୍କର ରୂପେଣ ସଂହରି ସୃଷ୍ଟି ପାଳନ ସଂହାରଣ ଏ ଆଦି ବିକାର ତ୍ରିଗୁଣ ସେ ମାୟାଧର ନର ହରି ଖେଳଇ ସୃଷ୍ଟି ଲୀଳା କରି ତୁ ଯାହା ପୁଛିଲୁ ପ୍ରସ୍ତାବେ ସଂକ୍ଷେପି କହିଲି ମୁଁ ଏବେ ସତ ସତ ରୂପ ଯେତେ ମାୟା କଳ୍ପିତ ଏ ଜଗତେ ଏ ସର୍ବରୂପ ନାରାୟଣ ଅନାଦି ପରମ କାରଣ ମୋର ବଚନ ହେ ନାରଦ କେବେ ହେନୁ ଅସଦ ମୋହର ମନ ସତ୍ୟ ସ୍ଥିତି ସ୍ୱଭାବେ ନୁହେଁ ମିଥ୍ୟା ଗତି ଏ ମୋର ଇନ୍ଦ୍ରୀ ଗଣ କେବେ ନ ଜାନ୍ତି ଅସତ୍ୟ ମାର୍ଗେ ଯେଣୁ ମୋ ହୃଦେ ନାରାୟଣ ଉତ୍କଣ୍ଠା ଭାବେ ସୁମରଣ ତପ ସମାଧି ମୋର ସ୍ଥିତି ମୁଁ ପ୍ରଜାପତିଙ୍କର ପତି ଯୋଗେ ନିପୁଣ ସମାହିତ ଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ
ତେବେ ହେନ ଜାଣିଲି ତାକୁ ଆନକେ ଅଛି ଜାଣିବାକୁ। ତାର ଚରଣେ ନମସ୍କାର ଯା ଭାବେ ତୁଟଇ ସଂସାର। ଶୁଭ ମଙ୍ଗଳ ମସ୍ତୟନ ଆନନ୍ଦ ମୂଳ ମାୟାଧାମ। ବ୍ରହ୍ମାଦି ଦେବେ ଅଗୋଚର ଅକୁଣ୍ଠ ମହିମା ଯାହାର। ଆତ୍ମାରେ ଆତ୍ମା ମାୟା କରେ ଲୀଳାରେ ବିହରେ ସଂସାରେ। ସୋମାୟା ସେହି ନ ଜାଣଇ କେ ଅବା ଅପରେ ଜାଣଇ। ଦୃଶ୍ୟ ଦୃଶ୍ୟ ସର୍ବବ୍ୟାପୀ ଗଗନ ଯେହ୍ନେ ବିଶ୍ୱରୂପୀ। ମୁଁ ଯାର ଗତି ନ ଜାଣଇ ତୁ କାହିଁ ପ୍ରବେଶିବୁ ତହିଁ। ଭାବନ ପାରେ ଯାକୁ ଚିନ୍ତି ଦେବେ ଜାଣିବେ କାହିଁ ଗତି। ତାର ମାୟାରେ ମୋହି ହୋଇ ତା ରୂପ କେହି ନ ଜାଣଇ। ଆତ୍ମାର ସମ ଆମ୍ଭେ ଜାଣୁ କେ ତାର ରୂପ ପରିମାଣୁ। ଯା ଅବତାର କର୍ମମାନ ମୋ ଆଦି କରନ୍ତି ଗାୟନ। ତତେ ଜାଣିବୁ ଆମ୍ଭେ କାହିଁ ଯାହାର ଆଦି ଅନ୍ତ ନାହିଁ। ଯାର ଚରଣେ ଆମ୍ଭେ ନମୁ ଯା ମାୟା ରୂପ ବଳେ ଭ୍ରମ। ସେ ଆଦି ପୁରୁଷ ମୁରାରି କଳ୍ପ କଳ୍ପକେ ସୃଷ୍ଟି କରି। ଆତ୍ମାରେ ଆତ୍ମା ରୂପେ ମିଳେ ଆତ୍ମାକୁ ଆପେ ହରେ ପାଳେ। କେବଳ ଶୁଦ୍ଧ ଜ୍ଞାନମୟେ ସତ୍ୟ ସ୍ୱରୂପ ସର୍ବଦେହେ। ଅନାଦି ଅନନ୍ତ ନିର୍ଗୁଣ ନିତ୍ୟ ଅବ୍ୟୟ ନାରାୟଣ। ଶୁଣ ନାରଦ ମନ ଦେଇ ଯେମନ୍ତେ ତାହାକୁ ଜାଣଇ। ପ୍ରଶାନ୍ତ ଆତ୍ମା ମୁନି ଗଣେ ନିର୍ମଳ ଅନ୍ତର କରଣେ। ସମାଧି ଯୋଗ ବଳେ ଚିନ୍ତି ଆତ୍ମାରେ ଆତ୍ମାକୁ ଦେଖନ୍ତି। ଅସତ୍ୟ ତର୍କ ଯେବେ ଥାଇ ତେବେ ତା ଭାବ ନ ଜାଣଇ। ପରମ ପୁରୁଷ ମୁରାରି ଆଦ୍ୟାବତାର ତନ ଧରି। କାଳ ସ୍ୱଭାବ ସଙ୍ଗେ ମନ ଯେ ନିତ୍ୟ ଶୁଦ୍ଧ ଚୈତନ। ଦ୍ରବ୍ୟ ବିକାର ତିନି ଗୁଣ ଦେବ ସಮೇତେ ଇନ୍ଦ୍ରିଗଣ। ବିରାଟ ରୂପେ ମହି ମାଝେ ସ୍ଥାବର ଆଦି ଦେହେ ବିଜେ। ବ୍ରହ୍ମା ଶଙ୍କର ଯଜ୍ଞପତି ଦକ୍ଷାଦି ଯେତେ ପ୍ରଜାପତି। ତୁ ଆଦି ସନ କସହିତେ ସ୍ୱର୍ଗେ ଦେବତା ଛନ୍ତି ଯେତେ। ଗରୁଡ଼ ଆଦି ଖଗ ପାଳେ ଭୂଲୋକ ସପତ ପାତାଳେ। ଗନ୍ଧର୍ବ ବିଦ୍ୟାଧର ଗଣ ଯେ ଯକ୍ଷ କିନ୍ନର ଚାରଣ। ରାକ୍ଷସ ସରୀସୃପ ନାଗେ ବାସୁକି ଆଦି ମୋହରଗେ। ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ
जे पितृगणଙ୍କ समेते दैत्य दानव सिद्ध कुल प्रेत पिशाच भूत बल कुष्पांड जल जीव जेते किय बा पशु पक्षी जेते जे आने छंती जही जेते तेज विक्रम बल जोते कमलादि अष्टनिधि जे गुणे जे बा प्रसिद्धि प्रधान गुण जे बा भूते जगत मध्ये छंती जेते ए सर्व पर तत्व जेहि ताहार विभूति अटई ए सर्वसार ता शरीर जे विष्णु लीला अवतार ए लीला कथा गीत स्वरे पसई जार कर्ण द्वारे सर्वदुरित तमनासे जे बाबोदने नित्य घोषे शुण नारद मन देई लीलानुक्रमे कहिबई अमृत कृष्ण लीला रस श्रुति जुगले कर ग्रास ताहांक चरणे विश्वास कहई जगन्नाथ दास। इति श्रीमद्भागवते महापुराणे पारमहंस्यां संहितायां द्वितीय स्कन्धे षष्ठ अध्याय।